କହିବାକୁ ମୁଁ ଚାହୁଁଛି ବର୍ତ୍ତମାନ ପାଇଁ ଆମର ଏ ଯେଉଁ ଲାଇନ୍ ବିଭାଗ ବର୍ତ୍ତମାନ ପାଇଁ କାମ କରୁଛନ୍ତି ଗ୍ରାମାଞ୍ଚଳ ମାନଙ୍କରେ, ବିଶେଷତଃ ଆମ ମାଣ୍ଡୁକି ଗ୍ରାମର ଏଭଳି ନିମ୍ନମାନର କାମ କରିଛନ୍ତି ଯାହାକି କହିଲେ ନ ସରେ। ଏବଂ ଆଜି ଯେଉଁ ଘଟଣାଟି ଘଟିଗଲା, ନାବନ କାଣ୍ଡିଙ୍କର ବର୍ତ୍ତମାନ ଯେଉଁ ମୃତ୍ୟୁ ହେଲା, ଆଗାମୀ ଭବିଷ୍ୟତରେ ବି ଏଇଭଳି ପ୍ରକାର ଦୁର୍ଘଟଣା ଅନେକ ବି ହେଇପାରେ। ତେଣୁକରି ଆମେ ଦାବି ରଖିଛୁ ଯାହାକି ତାଙ୍କର ପରିବାରକୁ 50 ଲକ୍ଷ ଟଙ୍କାର ଦାବି ପୂରଣ ରଖିଛୁ ଏବଂ ଆମର ଯେଉଁ ଲାଇନ୍ କର୍ମଚାରୀମାନେ ରହିଛନ୍ତି ସେମାନଙ୍କୁ ବହିଷ୍କୃତ କରି ନୂତନ ଷ୍ଟାଫ ବାଛିବା ପାଇଁ ଆମେ ଅନୁରୋଧ କରୁଛୁ। ପ୍ରଶାନ୍ତ ମଦୁଲି, ସ୍ୱେଚ୍ଛାସେବୀ। ଆଜି ଘୋଷଯାତ୍ରା ପ୍ରଥମେ ଜୟ ଜଗନ୍ନାଥ, କିନ୍ତୁ ଭଗବାନ ବଞ୍ଚେଇ ନେଇଛନ୍ତି 6 ଜଣଙ୍କୁ। ଖାଲି ନାବନ କାଣ୍ଡି ମରିଛି ଏକା ନୁହେଁ, ଯାହା ଭଗବାନ ଉପସ୍ଥିତ ବୁଦ୍ଧି ତାଙ୍କ ସ୍ୱାମୀ ଖର୍ଚ୍ଚ କରିକି ଆଉ 5 ଜଣ ପ୍ରାଣୀ ମଧ୍ୟ ବଞ୍ଚି ଯାଇଛନ୍ତି। କିନ୍ତୁ ଆମର ପ୍ରଥମ ଦାବି ବିଦ୍ୟୁତ ବିଭାଗ 50 ଲକ୍ଷ ଟଙ୍କା ନାବନ କାଣ୍ଡି ପରିବାରକୁ ଦଉ। ବିଦ୍ୟୁତ ବିଭାଗ ମନମୁଖୀ କାର୍ଯ୍ୟକ୍ରମ କରୁଛନ୍ତି। ଖରାଦିନେ ସରକାର ଯେତେବେଳେ ଘୋଷଣା କରୁଛନ୍ତି ବିଦ୍ୟୁତ କାଟ ନାହିଁ, କିନ୍ତୁ ଅସ୍ତରଙ୍ଗରେ ପ୍ରଥମେ ବିଦ୍ୟୁତ କାଟ ହଉଛି। ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ ହଉଛି, ନାହିଁ ନଥିବା ହଇରାଣ କରୁଛନ୍ତି ବିଦ୍ୟୁତ ବିଭାଗ। ଆମର ପ୍ରଥମ ଦାବି ଯେ ଏସଡିଓ ଏମାନଙ୍କୁ ନିଲମ୍ବନ କରାଯାଉ ଏବଂ ନାବନ କାଣ୍ଡି ପରିବାରକୁ ନ୍ୟାୟ ଦିଆଯାଉ।